କିନ୍ତୁ କେମିତି ଯିବି? ତୋ ମୁହଁ ନେଇ ଫେରିବି? ମୁଁ ଗୋଟେ ବେକାର, ଗୋଟିଏ ଟଙ୍କା ରୋଜଗାର କରିବାର କ୍ଷମତା ମୋର ନାହିଁ, ଯେଉଁଥିପାଇଁ ଭାଇ ମୋତେ ଘରୁ ତଳିଦେଲେ। ପୁଣି ଥରେ ସେ ଘରକୁ ମୁଁ ଫେରିବି କେମିତି? ହଁ, ମୁଁ ଫେରିବି କେମିତି? ରାଜୁକିରେ ବାପା, ତୁ ଏଠାରେ କ'ଣ କରୁଛୁ? ମଉସା, ସହରକୁ ଚାକିରି ଖୋଜିବା ପାଇଁ ଆସିଛି। ବାପା, କୁମ୍ଭୀର ନେଇ ମଝି ନଈରେ ନାଦିଲାଣି, ତୁ ଏଠି ବାପା ଚାକିରି ଖୋଜୁଛୁ? ଚାକିରି କ'ଣ ହେଇଛି ମଉସା? କ'ଣ ହେଇଛି ଶୁଣିବୁ ବାପା? ତୋ ସାନ ଭାଇଟା ବିଷ ଖାଇ ମେଡିକାଲରେ ପଡ଼ିଛି, ଆଉ ତୋ ବଡ଼ ଭାଇଟା ମିଛ ସ୍ମୋକିଂ କେସ୍ ଧରା ପଡ଼ି ହାତରେ ହାତ କରି ପିଇଛି। କ'ଣ କହିଲ ମଉସା? ମୁଁ କାନ ବିଷ ଖାଇଛି? ଭାଇ ଜେଲ ଅଛନ୍ତି? ନାଇଁ ମଉସା, ନାଇଁ, ତମେ ମିଛ କହୁଛ। ଏ କଥାକୁ ମୁଁ କେବେ ବି ବିଶ୍ୱାସ କରିପାରିବିନି। ବାପା, ମୁଁ ମିଛ କହିଲେ ମତେ କ'ଣ ମିଳିବ କହିଲୁ? ତୁ ଏ ଗାଁ ଲୋକକୁ ପଚାରି ବୁଝୁ। ହେଲେ ବାପା, ଟଙ୍କା ଅଭାବରୁ ତୋ ଭାଇଟା ମରିଯିବ, ଟଙ୍କା ଅଭାବରୁ ତୋ ବଡ଼ ଭାଇଟାକୁ ଫାଶୀ ହେଇଯିବ। କେତେ ଟଙ୍କା ଖର୍ଚ୍ଚ ହେଲେ ବି ମୁଁ ମୋ କାନ୍ଧାକୁ ବଞ୍ଚେଇବି, ଆଉ ମୋ ବଡ଼ ଭାଇଙ୍କୁ ଫାଶୀ ଗୁଣ୍ଠରୁ ମୁକୁଳାଇ ଆଣିବି। ହେଲେ ବାପା, ଏତେ ଟଙ୍କା ତୁ ଆଣିବୁ କୋଉଠୁ? ମୁଁ ବି ଠିକ ସେ କଥା ଭାବୁଛି ମଉସା। ଏତେ ଟଙ୍କା ମତେ କିଏ ଦେବ? ଗୁଳିବା ସେ ଟଙ୍କାକୁ। ତୁ କାହିଁକି ବ୍ୟସ୍ତ ହଉଛୁ କହିଲୁ ବାପା? ତୁ ଗୋଟେ କାମ କର, ତୁ ଆମ ସାର୍ ପାଖକୁ ଯାଇ ତୋ ଗୁହାରିଟା ଜଣା, ଆଉ ସାର୍ ତାଙ୍କ କମ୍ପାନୀରେ ତୋତେ ଚାକିରି ଦେବେ, ଆଉ ତା ବାବଦକୁ ଆଡ଼ଭାନ୍ସ କିଛି ଟଙ୍କା ଦେବେ। ଆଉ ଡେରି କରୁଛୁ କାହିଁ ବାପା? ମୋ ସାଥିରେ ଆମ ସାର୍। ହଉ ଚାଲ ମଉସା। ଆସ ଆସ।